ମାନସିକଧାରୀ ମାନେ ଥାଆନ୍ତି ଯେଉଁ ଭକ୍ତମାନେ ଉପବାସ ରହନ୍ତି ସେ ଠାକୁର ମାନସିକ ଯେଉଁମାନଙ୍କର ପୂର୍ଣ୍ଣ ହୁଏ ସେ ଦଣ୍ଡକୁ ଆସନ୍ତି। ମର୍ତ୍ତ୍ୟରେ ଏଇ ଚୈତ୍ର ମାସରେ ଦଣ୍ଡଯାତ୍ରା ହୁଏ। ଶିବ କାଳିକାଙ୍କୁ ଧରିକିରି ତାଙ୍କର ଚୈତ୍ର ମାସରେ ବୁଲନ୍ତି। ତାଙ୍କର ଗୋଟେ ବଡ଼ ଯାତ୍ରା ଏଇଟା ଆମ ମାନେ ମର୍ତ୍ତ୍ୟ ମଣ୍ଡଳରେ ବଡ଼ ଯାତ୍ରା ଦଣ୍ଡ ଯାତ୍ରାର ଲକ୍ଷ୍ୟ ବୋଲେ କାଳିକା ଏଇ ଚୈତ୍ର ମାସରେ ବହୁତ ମାନସିକ ଧାରିକି ବର ଦିଅନ୍ତି। ଯେଉଁମାନଙ୍କର ଅପୁତ୍ରିକ ଥାଆନ୍ତି ବା ଘରର ଅସୁବିଧା ଥାଏ ବା ଘରର ଗୋଟେ ସମସ୍ୟା ଥାଏ ସେଇ କାଳିକା ଶିବଙ୍କୁ କହିକି ଏଇଟା ତାଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି ଚୈତ୍ର ମାସରେ। ଏବଂ ଗୁଡ଼େ ମାନସିକ ପୂର୍ଣ୍ଣ ହୋଇସାରିଲା ପରେ ସେମାନେ ବି ଦଣ୍ଡରେ ମିଶନ୍ତି, ଉପବାସ ନିଷ୍ଠା ଉପବାସ ରହନ୍ତି। ରାତି 10ଟାରେ ଥରୁଟିଏ ପଣା ସାରନ୍ତି। ଏଠି ଅରୁଆ ଫରୁଆ ନାହିଁ। ଏମିତି ଦଣ୍ଡଯାତ୍ରା ଭାରି ନିଷ୍ଠାର ଯାତ୍ରା, ଇଏ କଷ୍ଟର ଯାତ୍ରା। ନିଷ୍ଠା କଷ୍ଟ ସବୁ ମେଳନ ହୁଏ। 7 ଦଣ୍ଡ 5 ଦଣ୍ଡ 13 ଦଣ୍ଡ 21 ଦଣ୍ଡ ମେଳନ ହୁଏ। ଭକ୍ତମାନେ ହଜାର ହଜାର ଭକ୍ତ ଦର୍ଶନ କଲେ ତାଙ୍କର ଜୀବନର ଗୋଟେ ସାର୍ଥକତା ଆସେ। କପିଳାସ କନ୍ଧରୁ ଯୋଗ ନିଦ୍ରା ଭାଗିବାକୁ ଆଦେଶ ହଉ ମଣିମା। ଶିବ ମହେ ଏକଡାକେ ହନୁମନ୍ତ ଦୁଇଡାକେ କଟୁଆଳ ଫିଟିଲା ଉତ୍ତର ଦ୍ୱାର ଶ୍ରୀ କଳା ରୁଦ୍ର ମଣି ଭଜେ ବାନାମ୍ବର ହେ। ଯେହେତୁ ଆମେ ହିନ୍ଦୁ ସଂସ୍କୃତିର ଲୋକ, ଇଏ ଆମ ପରମ୍ପରା। ଶିବ ହେଲେ ଆମର ମୁଖ୍ୟ, ଜଗନ୍ନାଥ ଯେମିତି ଶିବ ବି ସେମିତି। ତେଣୁକରି ଦଣ୍ଡଯାତ୍ରା ନିହାତି ହେବ। ଇଏ ମାନସିକ ଧରିକି କରନ୍ତି। ଦଣ୍ଡଯାତ୍ରା ମାନସିକ ଧରି କରାଯାଏ। ଇଏ କି ଖୁସି ବାସିରେ କରନ୍ତିନି କେହି। ଏ ଆଜ୍ଞା 13 ଦିନ ହେଇପାରୁଛି, 9 ଦିନ ହେଇପାରୁଛି, 11 ଦିନ ହେଇପାରୁଛି। ଆମ ଠାକୁର 11 ଦିନ ଆଉ 17 ଦିନ 21 ଦିନ ଏମିତି ପାଣି ତୋଳା ହେଉଛି। ପକରେ ଆଜ୍ଞା ସବୁ ଦେବାଦେବୀ ସମସ୍ତେ ଶାନ୍ତି ହେବେ ଆଜ୍ଞା। ସେଥିରେ এই ଯେଉଁ ଧୂପଟା ଯିବ, ଏଇ ଧୂପରେ ସବୁ ଦେବାଦେବୀ ଶାନ୍ତି ହେବେ। ମାନେ ଇଏ ହେଲେ ମୁଖ୍ୟ, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ଝୁଣାଟାକୁ ଦିଆଯାଏ ଆଜ୍ଞା এই ଯେଉଁ ଦଣ୍ଡ ମୁଠାରେ। ଘରେ ରଖିଲେ ଆଜ୍ଞା କୌଣସି ଭୂତ ପ୍ରେତ ଡର ଭୟ କି ଯେଉଁ ଝାଡ଼ା ବାନ୍ତି ଡରା ଚମକା ଏସବୁ କିଛି ହେବନି। ଏଥିରେ ଶିବ ସ୍ୱୟଂ ନିଜେ ଶିବ ରହିଥାନ୍ତି, ଏଇ ଦଣ୍ଡ ଝୁଣାରେ ଥାନ୍ତି। ଏଥିରେ ଆଜ୍ଞା ସବୁ ଦେବାଦେବୀ ରହିଲେ କପିଳାସ କନ୍ଦରରୁ, ମାନେ ଯିଏ ସ୍ୱୟଂ ଗାଦିରେ ରହିଲେ ଶିବ। ଯୋଗ ନିଦ୍ରା, ସେ ସଦାବେଳେ ନିଦ୍ରାରେ ଥାଆନ୍ତି। ତେଣୁକରି ଭକ୍ତମାନେ ଡାକିଲେ ତାଙ୍କ ନିଦ ଭାଙ୍ଗିଥାଏ। କପିଳାସ କନ୍ଦରୁ ଯୋଗ ନିଦ୍ରା ଭାଗିବା ହେବେ ମଣିମା। ଏକଡାକେ ହନୁମନ୍ତ ଦୁଇଡାକେ କଟୁଆଳ ଫିଟିଲା ଉତ୍ତର ଦ୍ୱାର ଶ୍ରୀ କଳା ରୁଦ୍ରମଣି। ଶ୍ରୀ ବୋଲେ ଗଣେଶ, କଳା କଳା ବୋଲେ ଶିବ। ବାନାବରକୁ ଧରି ବୁଲନ୍ତୁ। ବାନାବରକୁ ଆମେ ପକେଇକି ପହଡ଼ ତାଙ୍କୁ ମନ୍ଦିରରୁ ଆଣିକି ଆମେ ଚୈତ୍ର ମାସରେ ଯାତ୍ରା କରିବା ପାଇଁ ବାହାରି ଆସୁ। ଏହି ସମୟରେ ଦଣ୍ଡଯାତ୍ରା କରୁ। ସବୁ ଗାଁ ଯାଇ ମହାପ୍ରଭୁ ପୂଜା ହୋଇ ବୁଲାବୁଲି ହୋଇ ପାଣି ଦଣ୍ଡ ଉତରାଇ ସବୁଠି ଭୋଗ ଖାଇ କାମନା ମନାସ କରି ଆମେ ଫେରୁ। ସମସ୍ତଙ୍କ ମଙ୍ଗଳ ପାଇଁ, ସଂସାର ମଙ୍ଗଳ ପାଇଁ ଆମେ ହକ ମାରୁ। ଠାକୁରଙ୍କର ଅଛି ନୀତିକାନ୍ତି, ତାର ପରମ୍ପରା ଅଛି। ଧୂଳିରେ ଗଡ଼ିବା ଆଉ ଧୂଳିରେ ଖେଳିବା, ନାକବାଳ ହେବା, ଏମିତି ମହାପ୍ରଭୁଙ୍କୁ ବୁଲେଇବା, ଏଇସବୁ ଅଛି ନୀତି। ସମାପ୍ତି ଆମେ ଯେତିକି ଦିନ ପାଣି ତୋଳିଥିବୁ, ଆମେ 17 ଦିନିଆ ପାଣି ତୋଳିଲୁ। ଆର 17 ଦିନ ବାହାରେ ବୁଲିବୁ। 2 ଦିନଟି ଠାକୁର ମେରୁ କରିବୁ, ହାନ୍ଦୁଳା ଖେଳିବୁ, ନିଆଁଗାଡ଼ କରିବୁ। ତାର ପରିସମାପ୍ତି ଆମେ 15 ତାରିଖରେ କରିବୁ। 13 ଭକ୍ତ ହେଉଛନ୍ତି 13 ଜଣଙ୍କ ଋଷି। 13 ଜଣ ହେଉଛନ୍ତି ଋଷି। ସେଇ 13 ଜଣ ଏଇ ଦଣ୍ଡଯାତ୍ରାର ବିଧିବିଧାନ କରୁଛନ୍ତି। ତାଙ୍କର ଲୀନ ସେମାନେ ପାଳନ କରନ୍ତି। ତାର ଏଇ ହେଉଛି ସୁଭଦ୍ରା ବ୍ରତ। এই ব্রত দণ্ড ব্রত যে পালন করছে সেই 13 ভক্ত ହିଁ ତାଙ୍କୁ ପାଳନ କରିକି ନେଇଛନ୍ତି। ଅନ୍ୟମାନେ ତାଙ୍କ ସାଥିରେ ଅଛନ୍ତି। ଏଇଟା ହେଉଛି ମହାପ୍ରଭୁ ଶଙ୍କରଙ୍କର ଆଉ ମା ରୁଦ୍ରକାଳୀ, ଏ 2 ଜଣଙ୍କର ପର୍ବ। ଚୈତ୍ର ମାସରେ ସବୁ ଦଣ୍ଡୁଆ ମାନେ ଆଉ ଭକ୍ତମାନେ ମହାପ୍ରଭୁ ମହାଦେବଙ୍କୁ ପୂଜା କରନ୍ତି। ଆଉ ମା ଦକ୍ଷିଣକାଳୀ, ମା ରୁଦ୍ରକାଳୀ, ଯିଏ ଯାଉ ନାମରେ ପୂଜା କରୁଛି ସେ ସବୁ ଏଇ ଚୈତ୍ର ମାସରେ ହିଁ ପୂଜା କରନ୍ତି। ପରଭା ଆଉ ବାନାମର, ପରଭାକୁ ଧରିକି ଯାଉ ଆଉ ବାନାମରକୁ ନେଇକି ବି ଯାଉ। ଏଇଟା ତ ଗୋଟେ ଅପୂର୍ବ ମିଳନ, ଯେଉଁଟାକି ଆଜି ଏ ଯେଉଁ ହେଲା ମହାମିଳନ। ଆଉ ଏଠି 13 ଦଣ୍ଡ ମେଳ ହେଲା, 13 ଠାକୁର ଆସିଥିଲେ। ଆଉ ଏଠି ତ ପୁରା ଭଗବାନ ବିରାଜମାନ କରିଥିଲେ ବୋଲି ଆମକୁ ଲାଗିଲା। ବହୁତ ଭାଇଚାରା ସୃଷ୍ଟି ହେଇଛି, ବହୁତ ସୁନ୍ଦରରେ ମେଳ ହେଇଛି, କାହା ମନରେ ଦୁଃଖ ନାହିଁ, ବହୁତ ଖୁସି। ଆଜ୍ଞା ଆଜ୍ଞା କିଛି ସ୍ପିରିଟ୍ ପଳେଇ ଆସିଲା, କିଛି ସ୍ପିରିଟ୍ ପଳେଇ ଆସିଲା। କାଳୀ ମା ମେଳ ହେଲେ ଆଉ କିଛି ସେ କାଳିସୀ ଅଂଶ ଲୋକ, ତାଙ୍କୁ କିଛି ସ୍ପିରିଟ୍ ପଳେଇ ଆସିଲା। ଆଉ ନିଶ୍ଚିନ୍ତ ସ୍ପିରିଟ୍ ଅଛି ଆଜ୍ଞା, ନିଶ୍ଚିନ୍ତ ଅଛି। ଆଉ ଯେଉଁ ସ୍ପିରିଟ୍ କି ରହି ହେବନି, ସିଏ ତ ଭକ୍ତ ଲୋକ ହେଇଥିବେ, ତେଣୁ କରି ସେ ସ୍ପିରିଟ୍ ତାଙ୍କ ଦେହରେ ଅଟୋମେଟିକ୍ ଆସିଲା। ଅନିଷ୍ଟ ନାହିଁ, ଅନିଷ୍ଟ ଯଦି ଭୁଲ କିଛି ହେଲା ସେ ରାଗରେ ଆସିକି କହିଦିଅନ୍ତି ବା ସେ ଜିନିଷ ପଦାରେ ପକାଇ ଦିଅନ୍ତି। କିନ୍ତୁ ଏମିତି ବି ବେଳେବେଳେ ଖୁସିରେ ମହାପ୍ରଭୁ ସ୍ପିରିଟ୍ ପଳେଇ ଆସନ୍ତି।
आउ से किसी अनिष्ट ना ना अंधविश्वास ना आ परंपरा तो चली आम केमती अंधविश्वास कहवा देखु आज जो माहौल वर्तमान आमर पोखरी गुड़ारू ठाकुर बाहर ठारू वर्तमान जाए बहुत शांति श्रृंखला भाव में चली पुलिस प्रशासन एवं ग्रामर समस्त ग्रामवासी एवं सभापति एवं आखपाखर आसी मोर गुरुजन एवं महामाउसी समस्त साहाय्य सहानुभूति में आमर 13 दंड मिलन बहुत आनंद उत्सव में पालित होती शेष पर्यायर पहुँचला एवं जहाँ से ठाकुरंकर इच्छा आमर दीर्घ यहीटा को 4 थर मेलन प्रथम थर 5 दंड होता द्वितीय थर 7 दंड होता तापर 2019 5 दंड होता 2025 बर्तमान 13 दंड मेलन आज जो सकाल माहौल था से माहौल सकाल माने शांति श्रृंखला घटी मानसिक बड़ जिनस नुह कहीं मानसिक जदि मनर हृदय जदि खोला हृदय खोला न आप मानसिक करदे से किसी काम ना मानसिक किसी आवश्यकता ना जदि हृदय तुम भगवान प्रति तुमर से आध्यात्मिकता थी निष्ठा थी निश्चित आप चाहिए भी करें यहाँ गोटे बड़ जिनस नुह एत 13 दंड मेलन होती 13 गाँ नुह गोटे नयागढ़ जिलार 35 किलोमीटर भितर कौन जगार भी एमती 13 दंड मेलन होनी यहाँ द्वारा आमर गोटे भाई भाई संपर्क रहा भाईचारा रहा एवं मित्रता संपर्क सुसंपर्क गोटे गठन है आध्यात्मिक परिवेश है एवं समस्त को सुसंपर्क माने संपर्क भी रहा।